ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାର୍ତ୍ତା ଆସିଛି ଆଜି। ସରଗର ଏ ବାର୍ତ୍ତା, ପ୍ରେମର ବାର୍ତ୍ତା, ସତ୍ୟମୁଖୀର ବାର୍ତ୍ତା, ପରିତ୍ରାଣର କଥା। ଶୁଭ ବାର୍ତ୍ତା ଆସିଛି ଆଜି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟର 14 ପଦରେ ଆମମାନେ ଏହିପରି ପାଠ କରୁ, ତୁମେମାନେ ଜଗତର ଜ୍ୟୋତି, ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନପାରେ। ଈଶ୍ୱର ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ଗଢ଼ିଲେ, ଯେପରି ଚନ୍ଦ୍ର ସୂର୍ଯ୍ୟର ଆଲୋକକୁ ପ୍ରତିଫଳିତ କରିଥାଏ। ତଦନୁରୂପେ ମନୁଷ୍ୟ ଈଶ୍ୱରଙ୍କ ଅଧିକାର ଓ ଗୌରବକୁ ପ୍ରତିଫଳିତ କରିବା ନିମନ୍ତେ ସୃଷ୍ଟ ହେଲା। ମାତ୍ର ମନୁଷ୍ୟ ନିଜର ପାପ ହେତୁ ସେହି ପ୍ରତିଫଳନକାରୀ ଗୁଣକୁ ହରାଇଦେଲା। ପୁଣି ତାହାର ଜୀବନ ଅନ୍ଧକାରମୟ ହେଲା। ତେବେ ଏହି ଅନ୍ଧକାରକୁ ଦୂର କରିବାକୁ ତ ସେ ପ୍ରୟାସ କରି ଚାଲିଛି, ତଥାପି ସେ ବିଫଳ ହୁଏ। ମନୁଷ୍ୟକୁ ତାହାର ପୂର୍ବାବସ୍ଥାକୁ ଆଣି ସେହି ପ୍ରତିଫଳନର ଗୁଣକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ମାନବ ଜାତିର ପାପ ବୋଝ ଆପଣା ଉପରେ ନେଇ କ୍ରୁଶ ଉପରେ ବଳିଦାନ ହେଲେ। ଯିଏ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ, ସେ ପାପରୁ ପରିଷ୍କୃତ ହୁଏ, ପୁଣି ଈଶ୍ୱରଙ୍କ ଗୌରବ ପ୍ରତିଫଳିତ କରିବା ନିମନ୍ତେ ପ୍ରସ୍ତୁତ ହୁଏ। ଏଥିଯୋଗୁଁ ସେହି ବ୍ୟକ୍ତିଙ୍କୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଜଗତର ଜ୍ୟୋତି ବୋଲି କହନ୍ତି, ଯିଏ ବା ଯାହା ଗୁପ୍ତ ହୋଇ ରହି ନପାରେ। ଈଶ୍ୱରଙ୍କ ଗୌରବକୁ ପ୍ରତିଫଳିତ କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ଆପଣ ବିଶ୍ୱାସ କରିବାକୁ ଚାହିଁବେ ନାହିଁ କି?